आज्ञा बाबा घटिया घंटा देखी मुलिनी आज्ञा बेटी गहଳି ଚଳି ନାହିଁ ପ୍ରଦୂଷଣ ମୁକ୍ତ ଜଳବାୟୁ ଆଉ बापा मोटामोटी गाँ नुहे कि सहर नुह किंतु सहर सब सुविधा आम गाँव में पाई पूरा चमत्कार जलवायु ए मो झीर घर सिलेक्शन ठीक नुह गाँ सिलेक्शन पूरा बापा आपण आम गाँ को देखी खुशी होती से बहुत खुशी बापा धरती मदान काली राति कौन आज काली राति समुद्री मैंने सब बहु आज्ञा बाध्य करके मैंने खाओ बाबा मना करते खाइले खाइले ना हाँ खाई बेटी किसी खाइले एड़ा पट रुटी खाई आउ हाथ लगा मटन से खाली फ्राए होता ताको भी खाई आउ भाकुर माछ बेटी बीज एगार बीज खाई हिरो आउ सब एका खाइले ଆମ ଗାଁ ଲାଉ ଦେଇଥାନ୍ତି ଖାଇନ ବାପା ଭାବୁଥିଲି ଖାଇବାକୁ କିନ୍ତୁ ଭାବିଲି ପେଟଟା କାଳେ ଗୋଳମାଳ ହେଇଯିବ କିନ୍ତୁ ବାପା ସକାଳୁ ଯାଇ ଲାଟିନି ଦେଖିଲି ଡାଇଜେସନ ପୁରା ପକ୍କାଟା ଆଉ ଜଳବାୟୁର କମାଲ ବାପା ଠିକ କହିଛୁ ବାପା ହଁ ମୋର ବାହାଦୁରୀ ନୁହେଁ ଏଟା ହଉଛି ତମ ଜଳବାୟୁର ବାହାଦୁରୀ ଆଜ୍ଞା ଆଜ୍ଞା ଆପଣଙ୍କର ଯେତେ ଦିନ ଇଚ୍ଛା ସେତେ ଦିନ ରୁହନ୍ତୁ ଆପଣଙ୍କୁ କେହି ମନା କରିବେ ଗୋଟେ କଥା ବାବା କି କଥା ବାବା ମତେ କହିବାକୁ ଗଲେ ଖରାପ ଲାଗୁଛି ଉଚିତ ମନ କରୁଛି କହିବାକୁ କହୁନାହାନ୍ତି ବାବା ତମ ଭାଗ ଥିବା ବାହାର ଭାରତର ଦାୟିତ୍ୱଟା ଯଦି ମତେ ମିଳିଯାନ୍ତା ତମ ବଡ ଭାଇ ଯଦି ରାଜି ହୁଅନ୍ତେ ବାବା ତମ ଧାତୁ ମରିଗଲା ବେଳକୁ ମୁଁ ପୁରା ଏକା 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 ତମ ଭଲ ଲାଗୁନି ଏମିତିରେ ତମ ଘରେ ଏମିତି ରହିଯାନ୍ତି ଲୋକ କାଳେ ଭାବିବେ ଝିଅ ଦଇର ସମ୍ପତ୍ତି ପଣି କାହୁଁଛି ତେଣୁକରି ଏଇ କଥାଟା କହିବି ବାବା କଣ କହୁଛ କହୁନା ଟିକେ ଆପଣ ନିଶ୍ଚୟ ଫାର୍ମ ହାଉସର ଦାୟିତ୍ୱ ନେବେ ଭାଇ ଆଦୌ ମନା କରିବେ ବାପା एठी तो बापा ठिया होइचंदी बापा माने तो जार बापा माने तोर भी बापा जा रे मां जा मुंडिया मां ए बोऊ बोऊ मां को कौन नहीं जाऊ बापा को बोऊ मां मुह देखिलानी कि अरे पागला तू बड़ा देरसुर ठिया हेचो मु बोऊ मां मुह केमिति देखेबी तू जा भीतर को जा जाऊ नो हम नहीं मन के मो दियो ये भी मो दियो मन मन देखे केमिति कहला नहीं देखिबे ना निश्चय देखिबे अरे तते बड़ा कहली भीतर को जा जा आपण मो बहुर मुह देखिबे तो देखंतु समुदी मो बहुर मुह को देखंतु समुदी आपण आगु मो बहु को चिन्हि थिले ना 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 मते जेंती लागिला आपण मो बहु को देखि डरी गले ना जम्मा मिछ आपण को देहरो झाळ गम गम होई बाहर पडुची ना ना मते लागुची आपण मध्ये मो बहु को आगु चिन्हि चंदी मते लागिला चमई पले या कारणटा को कारणटा मु कहूची काहे कि ना सब कथा केबे ओठ कुहे केते कथा आखि मध्ये कुहे मते जेमिति लागुची से मते देखि चमकी पड़ी अच्छा हे कथा कहि जाऊ ए तम कोउरो आके ना ना मारी पावरफुल समुदी आपण बिल्कुल ठीक कहि चंदी मो बहुर मुह भितरे ता आखि दुटा बहुत सुंदर
Akoro Oyo. Ahora Anjo. Ahora Doctora Kimiti Otila. Ahora Kimiti Otila. ଆଜ୍ଞା ନମସ୍କାର। ନମସ୍କାର। ଆଜ୍ଞା ମୁଁ ଅତିଥି। ଏବେ ବାହାଘର ଖାଇବା ପିଇବା ହେଇନି ସନ୍ଧ୍ୟା ବେଳକୁ ଖାଇବ। ଆଜ୍ଞା ମୁଁ ଆପଣଙ୍କ ଭାବନାର ଅତିଥି ନୁହେଁ, ମୁଁ ଅତିଥି ଡାକୁଆ ପୁରୁଣା ଦୋଷ। ଆଜ୍ଞା ଆପଣଙ୍କ ଝିଅ ପରିଜା ଘରର ବାହା ହେଇଛି, ଆପଣଙ୍କ ଯୋଉ ସାନ ଭାଇର ବାହାଘର ସରିଛି, ଆପଣ ନିଶ୍ଚୟ ଏଠି ବନ୍ଧୁ ଡକରା ଆସିଯିବେ, ସେଇଆକୁ ଟାର୍ଗେଟ କରିକି ପଳେଇ ଆସିଛି ମୁଁ। ଆଜ୍ଞା ହେଲେ ତମେ କେମିତି ଜାଣିଲ ଏଇଠି ଅଛି ବୋଲି? ଆଜ୍ଞା ଗୋଟେ କଥା, କଣ? ଆମ ଗାଁ ଦେଇ ଗୋଟେ ଛୋଟିଆ ନଈ ଯାଇ, ଆଜ୍ଞା ଆଜ୍ଞା ତା ନାଁ ହେଲା ଗୋବରୀ ନଈ। ସେପଟ ପଠାରେ ଚାଷୀ ମାନେ ଆଜ୍ଞା ଧଣିଆ ଚାଷ କରନ୍ତି। ଆମ ପିଲାମାନଙ୍କର ଆଜ୍ଞା କାମ ହେଲା ଧଣିଆ ପତ୍ର ଚୋରି କରିବା। ଆଜ୍ଞା ଧଣିଆ ପତ୍ର ସାଙ୍ଗକୁ ତେନ୍ତୁଲି ବଟା, ତା ସାଙ୍ଗକୁ ପଖାଳ ଭାତ, କି ଟେଷ୍ଟ ଆଜ୍ଞା। ହେଲେ କଣ ହବ ଆଜ୍ଞା, ସବୁଦିନେ ପିଲାମାନେ ଧଣିଆ ପତ୍ର ନେଇକି ଆସିଲା ବେଳେ ଚାଷୀଙ୍କ ହାତରେ ଧରା ପଡ଼ିଯାଆନ୍ତି, କବା ଖାଆନ୍ତି। ବୁଝିଲେ ନା ଆଜ୍ଞା? କଣ ଭାଇ କହିଲ? ଆଜ୍ଞା ଧଣିଆ ପତ୍ର ଗୋଟେ ଏମିତି ଖେଚଡା ଜିନିଷ, ଆଜ୍ଞା ତାକୁ ଆମେ ପେପରରେ ଗୁଡେଇ ପଲିଥିନରେ ପୁରେଇ 7 ପରସ୍ତ ଗାମୁଛାରେ ବାନ୍ଧିକି ରଖିଲେ ବି ସେ ଆଜ୍ଞା ବାସିବ, ଆଉ ଫୁଲ ବାସିବ ଆଜ୍ଞା। ଆଉ ତମେ ଧଣିଆ ପତ୍ର ଗପ ମତେ କାହିଁକି କହିଲ? ଆଜ୍ଞା ଆପଣ ପାଉଛନ୍ତି ସେଇ ଧଣିଆ ପତ୍ର, ଆଜ୍ଞା ବଶିଷ୍ଠ ବସନ୍ତି ଯୋଉ ଏରିଆରେ ରହିବ ଆଜ୍ଞା ସେଟା ଧଣିଆ ପତ୍ର ଭଳିଆ ବାସିକି ମହକିବ, ସେଇଆକୁ ଶୁଙ୍ଘି ଶୁଙ୍ଘି ମୁଁ ଚାଲି ଆସିଛି। ମୁଁ ଭାବିଲି ମୋ ଝିଅ ଘରେ ରହି ଟୋକିଏ ବସିବି, ଆପଣ କାହିଁକିନି ହେଲେ କଣ ଏଠି ଟୋକିଟା ଆପଣ ମୋ ପଛରେ ପଶିବାକୁ ବାହାରିଲାଣି। ଆଜ୍ଞା ବୁଝିପାରିଲିନି କିଛି। ବୁଝିପାରିଲନି ନା ନପିଲା ଆମେ କହୁଛି ଆଜ୍ଞା ମୁଁ ବା ସେଇଟାକୁ ଖୋଜୁଛି। ଆଜ୍ଞା ଦେଖିବି ଯଦି ତା ବେକକୁ ବା କୁକୁଡ଼ା ଭଳିଆ ମୋଡ଼ି ଦିଅନ୍ତି। ନପିଲା କହୁଛି ଆଜି ମୁଁ ଜାଣିଛି କୋଉଠି ଅଛି ଆଜ୍ଞା କୁହନ୍ତୁ, ସାଙ୍ଗେ ସାଙ୍ଗେ ମୁଁ ତାକୁ ମନେ ପକାଇ। ଯାହା କହିବା କଥା ଇଏ କୁହ, ଯଦି କିଏ ଶୁଣିବ ନା ପୁରା ନିପାଳି କାହିଁକି ନା ଯିବାଠୁ ବାହାଘର ଗହଳିରେ କିଛି କହିହବନି। ତମେ ସବୁ କଥା ଅନେକ କହିବି ମୋ ସାଙ୍ଗେ। ନମିତା आज आमर बासर राति कथाटा कौटू आरंभ करी ठीक से कथाटा भावुची। देखु मु तुमको विवाह कली, तुमको नहीं जो व्यवहार करी तुम आगे सीधा ही छिड़ा सबुदिन पर्यंत मुझे साहस हर बस। तुम से कथा कहीं भावुच कहल, से कथा मन तुम पोछि दियो। देख मु आदौ निजक क्षमा कर पारनी, कौन करी नमिता तुम्हें कह। तुम कहीं छोट पिला को बढ़िया हो कहल, देख सेमती किसी यदि भूल ही न था मुझे तुम स्त्री सेमती आकस्मिक भूल हाँपाई ठाकुर निर्देश था। मु बुझुची जहाँ सब कौच तुम मत बुझाई कौच, हेले आदौ नमिता मुझको क्षमा कर पारुनी, मु निजको बुझाई पारुनी। ओहो तुम कहीं छोट पिला को बढ़िया हो कहल, कौन कौन छोट पिला भाया हेबी मु तो कुछ जानी पारुनी। सब परे भी तमे होते मो स्वामी, तमे जते भूल करे भी मो स्थान होची तुम पाद तले। नमिता मु बुझुची ए सब तो मते बुझाई पई कहउछ, हेले आदौ निजको बुझी पारुनी, आदौ निजको क्षमा कर पारुनी। तुमको नहीं जो व्यवहार करची मु तो मुठारु क्षमा पाए अयोग्य। ओहो कहली परा तमे जते
ମୋ ସ୍ଥାନ ହେଉଛି ତମ ପାଦ ତଳେ। ନମିତା ସ୍ୱାମୀ ହେଇଗଲ ମୁଁ ଆଜି ତମକୁ ହାତ ଯୋଡୁଛି ଆଉ ତମ ଗୋଡ ତଳେ ପଡୁଛି ତମେ ମତେ କ୍ଷମା କରିଦିଅ। ତମେ ଏମିତି କଣ କହୁଛ? ଦେଖ ତମେ କିଛି ବି ଭୁଲ କରିନ। ତମେ ଯେତେ ଭୁଲ କଲେ ବି ତମେ ହଉଛ ମୋ ଉପରେ ଆଉ ମୁଁ ହଉଛି ସାରା ଜୀବନ ତମ ପାଦ ତଳେ ରହି। सती सीता सावित्री तू भी केते का पाकर सहितबु तार हिसाब खोजले मिलियो आ सेई बोललो सब नहीं मते बा हे गेलो देखो वो बोली जे पई जाय मागिथिली हेले तबको बा बापाई बाध्य कर नथिली बाध्य कर नथिलु
ଆଉ କେମିତି ବାଧ୍ୟ କରିଥାନ୍ତୁ? ସାଇ ମୁଁ ସାନ ଭାଇଟା ତତେ ଦର୍ଶନ କଲି, ମୋ ବଡ ଭାଇଟା ମୋ ଭୁଲ ପ୍ରାୟଶ୍ଚିତ କରିବା ପାଇଁ ତତେ ବାହା ହେଇଗଲେ। ଆରେ ଆରେ ଆଉ କେମିତି ଭୁଲ କରିଥାନ୍ତୁ? ଆରେ ମୁଁ କେତେ ସାଂଘାତିକ ତୁ ଅନୁମାନ ବି କରିପାରିବୁନି। ଆବେ ବାହା ତ ହେଲୁ, ଶୁଣ ଏଣିକି ତୁ ଏ ଘରେ ରହିବୁ, ଖାଇବୁ, ପିଇବୁ, ଆଉ କୌଣସି ଦିନ ମୋ ସ୍ତ୍ରୀର ଅଧିକାର ନେଇପାରିବୁନି। ଆବେ ଶୁଣ ମୋ ବଡ ଭାଇ ତତେ ଏବେ ମନ୍ଦିରକୁ ନେଇ ବାହା ହେଇଯିବେ, ସେ ଧମକ ମତେ ଦେଇପାରିବେନି, କାରଣ ବେଦିରେ ବସି ମୁଁ ତତେ ବାହା ହେଇଛି। ହିସାବରେ ତୁ ତାଙ୍କର ଭାଇ ବୋଉ, ମୋର ଧର୍ମପତ ଭାଇ ଧର୍ମପତ ପଡ଼ିଯା, ସେ ତତେ ବାହା ହେଇଯିବେ, ସେ ଧମକ ମତେ ଦେଇପାରିବେନି। କେବଳ ସେଇଥିପାଇଁ ବାଧ୍ୟ ହୋଇ ମୁଁ ତତେ ବାହା ହେଇଗଲି। କେତେ ବଡ ଶୈତାନ ତମେ! ଆରେ କେତେ ବଡ ଶୈତାନ ଆଉ କେତେ ବଡ ଭିଲେନ ତୁ ବିଶ୍ୱାସ ବି କରିପାରିବୁନି। ଆରେ ତୁ ଏତେ ବଡ ସତୀ, ଆବେ ଶାଲି ତୁମ ରକ୍ତରେ ନିଆଁ ଲଗେଇ ଦେଇଛୁ, ତୁ ମୋ ପାଇଁ ଯୋଗ୍ୟ, ତୁ ମତେ ବାହା ହବୁ। ଆବେ ଶୁଣ ଏଣିକି ତୁ ଏଠାରେ ରହିବୁ, ଖାଇବୁ ଆଉ ପିଇବୁ, ଆମର ଯେତେବେଳେ ଇଚ୍ଛା ହବ ସେତେବେଳେ ପିଟିବି। କେମିତି ପିଟିବି? ହେଇ ଦେଖ। कौन कहलु भाई कौन कहलु तोर जेतेबेले इच्छा तू मते सेतेबेले पिटिबु हे जान हे सूचक मु तते केबे देबिनी बे ओके ए मुहूर्त मु थाना बुझी आ थाने जाई कहबी तू मते मानसिक शारीरिक यंत्रणा दो ए कौन तो तते चला परे ए गाल जो काइन कानून केते जे सक्रिय सईटा तो भई भड़ुआ माने ठीक जाई छ टिके पछुक पड़िया कौन कहलु तू नागिन हेलो भाई तो बेंग क्या पार्टी देखिया तू जानी ना का नंबर था कि न था मो नंबर विश्वा नंबर अच्छी मोर सेव रे 2-4टा सापा धरिकी नहीं डाकिबी टोटाल परे अरे धरब बोतल में पुरेब डोबपल नाला बंध मसीआड़िया जो नई छाड़ बहुत मारिलु बहुत सही बहुत कथा गपुछु भी पूरा बाहर को जाई आउ थरे जदी मते मारिया को चेष्टा करी तो हाथटाकू मोड़ी भांगी दे आईन कानून को पुलिस आईन कानून पुलिस को कहू कहले बा पुलिस पाखु के कते कर कहली तू कानला अरे मु एबे पुलिस पाखु पुलिस रे कंप्लेंट करी बहुत मारिलु बहुत सही आ घरे जदी मो पर हाथ दियो को चेष्टा करू तो हाथटाकू मोड़ी भांगी देबू हां भांगी देबू अबे साइड तो साइड अरे पुलिस ऐसे सर आईन कानून पुलिस की किन की पॉकेट रखा पाई
मो भाई पाखे सफिसीयंट टंका अच्छी अबे एबे तोर जुआड़े इच्छा अच्छी सियाड़े जा अच्छा ठीक अच्छे तुम तो देखेंगे ମୁଁ ତମ ଦେଉଶୁର ଆପଣ ଏତେ ରାତିରେ ଏଠି ରାମସିନା ଧମକରେ ତମକୁ ବାହା ହେବାକୁ ରାଜି ହେଇଗଲା ହେଲେ ସିଏ କଣ ତା ଚରିତ୍ର କଣ ଭଲ ଭାବରେ ଜାଣିଛେ ଦେଖ ତମେ ଏମିତି ଗୋଟେ ଅଘଟଣ ସେ ଘଟେଇ ବସିବ ଏ କଥା ମୁଁ ଠିକ ଅନୁମାନ କରିଥିଲି ସେଇଥିପାଇଁ ସମାଜର ନୀତି ନିୟମକୁ ଭୁଲି ମୁଁ ତା ବାସର ଝରକା କେତେ ଛକି ବସିଥିଲି ତାମାନେ ମୁଁ ସବୁ ଜାଣି ସାରିଛି ଦେଖନ୍ତୁ ମୁଁ ନିଷ୍ପତ୍ତି ନେଇ ସାରିଛି ମୁଁ ଏହା ଘର ଛାଡି ଚାଲିଯିବି ମୁଁ ସେଇକୁ ଅନୁମାନ କରିସାରିଛି ତମେ କଣ ଏବେ ଘର ଛାଡି ଚାଲିଯିବ ତମେ ନିଶ୍ଚୟ ବାଟକୁ ଫେରି ଆଣିପାରିବ ତାମାନେ ଆପଣ କହୁଛନ୍ତି ସେ ମୋ ଉପରେ ଏମିତି ବ୍ୟବହାର କରିସାରିବା ପରେ ମୁଁ ଆପଣ କହୁଛନ୍ତି ମୁଁ ଦେଖ ବଞ୍ଚିବା ଲୋଭରେ ମୁଁ କହୁଛି ମୋ ପରିବାରକୁ ବଞ୍ଚେଇବା ଲୋଭରେ କହୁଛି ଅବାଟରେ ଚାଲୁଥିବା ମୋ ଭାଇଟାକୁ ପାଠକୁ ଆଣିବା ଲୋଭରେ କହୁଛି ଏ ମା ତମେ ଘର ଛାଡି ଚାଲିଯାଆ ନା ତାମାନେ ଆପଣ କହୁଛନ୍ତି ମାଡ଼ ଗାଳି ଖାଇ ମୁଁ ଏଇଠି ପଡି ରହିବି ଦେଖ ନିଷ୍ପତ୍ତିଟା ତମ ଉପରେ ନିର୍ଭର କରେ ତମେ ଯଦି ଘର ଛାଡି ଚାଲିଯିବ ତମକୁ ବା ମୁଁ କଣ ଅଟକେଇ ପାରିବି ଦେଖନ୍ତୁ ଆପଣ ହଉଛନ୍ତି ମୋ ବଡ ଭାଇ ହିସାବରେ ମୋ ମନରେ ଆପଣଙ୍କ ପ୍ରତି ବହୁତ ସମ୍ମାନ ଅଛି ହେଲେ ଦୟାକରି ଆପଣ ମୋତେ ଏଠୁ ଯିବାକୁ ଦିଅନ୍ତୁ ଆଉ ଆପଣଙ୍କ ଭାଇଙ୍କ ମନରେ ଥିବା ଗମନକୁ ମୁଁ ଭାଙ୍ଗି ଦେବାକୁ ଚାହେଁ ଏ ମା ଏ ତମେ ଯଦି ମୋତେ ବଡ ଭାଇ ବୋଲି ମାନୁଥା ଆଉ ବଡ ଭାଇ ବୋଲି ଯଦି ସମ୍ମାନ ଦଉଥା ତାହେଲେ ଅବାଟରେ ଚାଲୁଥିବା ମୋ ଭାଇଟାକୁ ଅଧିକା ଭୁଲ କରିବାକୁ ବାଧ୍ୟ କରନି ତାମାନେ ଆପଣ କହୁଛନ୍ତି ତମେ ମୋରି ଘରେ ରୁହ ସହିବି ମୁଁ ଏଠି ପଡି ରହିବି ହଁ ମା ତମେ ମୋରି ଘରେ ରୁହ ମୋରି ଭାଇ ବୋଉ ହେଇକି ରୁହ ମୋର ଆଶା ତମେ ମୋର ଅବାଟରେ ଚାଲୁଥିବା ଭାଇଟାକୁ ତମେ ନିଶ୍ଚୟ ବଦଳି ଦେଇପାରିବ ଏ ମା ଏ ଆରେ ମୁଁ ବଡ ଭାଇ ଅଧିକାର ନେଇ କହୁଛି ତମେ ମୋରି ଘରେ ରୁହ ମୋରି ଭାଇ ବୋଉ ହେଇକି ରୁହ ଏ ମା ଏ ଭିକାରୀଟା ତମ ଆଗରେ ଭିକ୍ଷା ଝୁଲି ଦେଇ ଭିକ ମାଗୁଛି ମା ଅବାଟରେ ଚାଲୁଥିବା ମୋ ଭାଇଟାକୁ ତମେ ବାଟକୁ ଫେରି ଆଣ ଏ ମା ଏ ଭିକାରୀଟା ପଠେଇଥିବା ଭିକଟା ସେ କଣ ନିଜେ ଫେରେଇ ଆଣିବ ଆରେ କୁହ ମା ଭିକାରୀଟା ତା ଭିକ୍ଷା ଝୁଲିଟାକ ସେ ଫେରେଇ ଦବ ଆରେ କୁହ ମୁଁ ବାଟକୁ ଫେରେଇ ଆଣି ଆଉ କେବେ କୌଣସି ଦିନ ବି ମୁଁ ଏ ଘରୁ ଯିବା କଥା କହିବିନି ମୁଁ ଆପଣଙ୍କ ଘରେ ରହିବି भाग्य
ଅତୀବ ଆଶ୍ଚର୍ଯ୍ୟ ହେଲି ଆଜ୍ଞା ଆପଣଙ୍କ ଭଳି ଲୋକ ନାଁରେ ଏମିତିଆ ମିଥ୍ୟା ବଚନ। ସେ ମାନ ହବ ଯାଇକି ମୁଁ କେବେ ଛାଡ଼ିବି ନାହିଁ। ସେ ହରମଜାଦା ଆସୁ ଆଜ୍ଞା ହଁ ସେ ମୋ ନାଁରେ ଯାଇକି ଏତେ କଥା ବାବୁଙ୍କ ଆଗରେ କହିଦେଲା। ହଁ ଆଚ୍ଛା ମକରାନ ନା ଆଜ୍ଞା ସେ ବାବୁଙ୍କ ଆଗରେ ମୋ ନାଁରେ ଆଉ କଣ କଣ ସବୁ କହିଲା? ଆପଣ କୁଆଡେ ଫାର୍ମା ଖୋଳ କରି ସାରିଲେଣି ଆଜ୍ଞା। ଖୋଳ କରି ସାରିଲେଣି? ଯାହା ପାତା ନଡିଆ କଦଳୀ ପଣସ ସବୁ ବିକ୍ରି କରିଦଉଛନ୍ତି। ସବୁ ବିକ୍ରି? ଆଉ କଣ କହିଛି ଜାଣୁ? କଣ କହିଛି? ଆପଣ କୁଆଡେ 42 ବସ୍ତା କରମଙ୍ଗା ବିକ୍ରି କରିଦେଇଛନ୍ତି। 42 ବସ୍ତା ମୁଁ ବିକିଛି? ହଁ। ସେ ଶଳା ଏଇଆ କହିଛି? ହଁ ଏ ଶଳା ନୂଆ ବାହା ହେଇଛି ତା ମାଇକିନା ମରିବ ତା ମାଇକିନା ମରିବ ସେ ନପୁଚକ ଭାଇ ନା ଘଡଘଡି ପଡିବ ତାପରେ ଘଡଘଡି ପଡିବ ଛାଡ଼ିବି ନାହିଁ ତାକୁ। ଓହୋ ଭାଇନା ଆପଣ ଶାସନୀ ବ୍ରାହ୍ମଣ ସେ କାହିଁକି ତୁଣ୍ଡଟା ଖରାପ କରୁଛନ୍ତି କହିଲେ? ଏ ଦୁଃଖୀ ସାମ ଦିବେଦିନାରେ ସେ ଏତେ କଥା କହିବ? ହଁ। ଛାଡ଼ିବି ନାହିଁ। ସେ ଆସୁ ସେ ମାଇନବ ପଇଲା ଆଉ କଣ କହିଛି ଜାଣନ୍ତି? କଣ କହିଛି? ଆଉ କଣ କହିଛି? ଆପଣ କୁଆଡେ 1.5 ଟ୍ରିପ୍ ଓଉ ବିକ୍ରି କରିଦେଇଛନ୍ତି। ଏ କଥା 1.5 ଟ୍ରିପ୍? ହଁ 1.5 ଟ୍ରିପ୍ ଓଉ ବିକ୍ରି କରିଦେଇଛନ୍ତି। ସେ ଶଳା ମରିବ ତାପରେ ଘଡଘଡି ପଡିବ ତା ମାଇକିନା ରାଣ୍ଡ ହବ। ତମେ ଭାଇନା ଶାସନୀ ବ୍ରାହ୍ମଣ ଏ ଭାଷା ଟିକେ ସଂଯତ କରି କୁହନ୍ତୁ ଆଜ୍ଞା। ଛାଡ଼ିବି ନାହିଁ ତାକୁ ଛାଡ଼ିବି ନାହିଁ। ଆସୁ ସେ ମାନସ ବଇଲା କହିଲା ଜାଣିଛନ୍ତି? କୋଉଠି କହିଲା ସିଏ? ବାହାଘର ଭୋଜି ଦିନ ଓ ଯୋଉ ଭୋଜି ଖାଇବାକୁ ଯାଇଥିଲା ବାବୁଙ୍କ ଘରକୁ। ଶକ୍ତି ବାବୁଙ୍କ ଆଗରେ ସବୁ କଥା କହୁଥିଲା। ଶକ୍ତି ବାବୁଙ୍କ ଆଗରେ ସବୁ କହିଛି? ମୁଁ ସେଠି ନିଜେ ଠିଆ ହେଇଛି ସବୁ ଶକ୍ତି ବାବୁଙ୍କ ଆଗରେ ଗୋଟି ଗୋଟି କରି କହିଲା। ମୁଁ ନହେଲେ କେମିତି ଯାଇଥାନ୍ତି? ଆଚ୍ଛା ଭାଇନା ତମେ ଜାଣିଛ ଫାର୍ମ ହାଉସ୍ ମୁଁ କେତେ ସିରିୟସ୍ ଭାବରେ ବୁଝୁଛି। ଇଏ ତମେ ମୁଁ ସେଦିନ କରମଙ୍ଗା ତୋଳୁଥିଲି ତମେ ମାଗିଲ ଆଜ୍ଞା ମତେ ଅଧବସ୍ଥା କରମଙ୍ଗା ଦିଅ ଆମ ଘରେ କହିଛନ୍ତି ଆଚାର କରିବ। ମୁଁ ତମକୁ ଦେଲି କି? ନା ସେଦିନ ନଡ଼ିଆ ପରା ହଉଥିଲା ତମେ କହିଲ ଆମ ଘରକୁ ଦୋଳ ଠାକୁର ଆସିବ ଗୋଟେ ଭୋଗ ହବ ନଡ଼ିଆ ଦିଅ। ମୁଁ ତମକୁ ଦେଲି କି? ନା। ଏତେ ସିରିୟସ୍ ଭାବରେ ମୁଁ ବୁଝାବୁଝି କଲା ପରେ ବି ମୋ ବିରୁଦ୍ଧରେ ଯାଇକି ବାବୁଙ୍କା କହି ମୋ ଚାକିରି ଖାଇବାକୁ ନା ନା ତମ ବିଷୟରେ ମୁଁ କିଛି କହିବିନି। ସେ ଶଳା ଏଠିକି ଆସୁ ମୁଁ ତାକୁ କେମିତି ମାନସ ଶୁଣୁନାହାନ୍ତି ମୁଁ ତମକୁ ଫର୍ସ କେସରେ ଜେଲରେ ପୁରେଇବି। ହଁ ଜେଲରେ ପୁରେଇବେ। କଣ ପାଇଁ ଜେଲରେ ପୁରେଇବି? ଆଜ୍ଞା ତମେ ଗୋଟେ ଗାଁରୁ ଝିଅଟେ ନେଇକି ପଳେଇ ଯାଇଥିଲ। ହଁ ସେଇ ବାବଦରେ ମୁଁ ତମକୁ ଜେଲରେ ପୁରେଇବି। ହେଲେ ମତେ କାହିଁ ଫଲ୍ସ କେସରେ ପୁରେଇବେ? ଆପଣ ସେଥିରେ କଣ ପ୍ରୋବ୍ଲେମ? ମୁଁ ଫାର୍ମ ହାଉସରୁ ଆମ୍ବ ନଡ଼ିଆ ପଣସ ଲିଚୁ ବେଲ ଓଉ କରମଙ୍ଗା ଏଗୁଡ଼ା ସବୁ ବିକିଛି। ଏ କଥା କିଏ କହିଲା? କିଏ କହିଲା? ତମେ ଯାଇକି ବାବୁଙ୍କ ଆଗରେ କହିଛ। ଓହୋ ମୁଁ ମାନୁଛି ମୁଁ ବାହାଘରକୁ ଯାଇଥିଲି କିନ୍ତୁ ମୋର ମଝିଆ ବାବୁଙ୍କ ସହିତ ଜମା ବି ଦେଖା ହେଇନି। ଦେଖା ହେଇନି? ଭୋଜି ଖାଇକି ତମର ସେଇଠି କଥାବାର୍ତ୍ତା ମୋ ନାଁରେ ଚୁଗୁଲାମି କରି ମୋ ଚାକିରି ଖାଇବାକୁ ଛାଡ଼ିବି ନାହିଁ। ଆପଣ ଏମିତି କଣ ବ୍ୟବହାର କରୁଛନ୍ତି? ଭାବି ଚିନ୍ତି ବ୍ୟବହାର କରନ୍ତୁ। ଆଉ କଣ ତମକୁ ପୂଜା କରିବି? ତମେ କଣ ଭାବିଛ? ଗୋଟେ ଝିଅଟେ ନେଇକି ପଳେଇ ଆସିଲ ଦୁଃଖ କଥା କହିଲ ମୁଁ ତମ ଦୁଃଖ ଶୁଣିକି ଏଠି ତମକୁ ଚାକିରି ଦେଲି ତମ ସ୍ୱାମୀ ସ୍ତ୍ରୀ 2 ଜଣଙ୍କୁ ରଖେଇଲି ତାପରେ ବି ବାବୁଙ୍କ ଆଗରେ ଯାଇ ମୋ ବିରୁଦ୍ଧରେ କହି ମୋ ଚାକିରି ଚଳୁ କରିବାକୁ। ଆରେ ମୁଁ ଜମା ବି ବାବୁଙ୍କ ଆଗରେ କିଛି ବି କହିନି। ଆପଣଙ୍କୁ ଏସବୁ କଥା କିଏ କହିଛି? ନମ କରମି କୁତ୍ତା ମୁଁ ସବୁବେଳେ କଥାବାର୍ତ୍ତା କର। ଇଏ କଣ ହଉଛି? ଆଜ୍ଞା ଆଜ୍ଞା ଆପଣ କେତେବେଳେ ଆସିଲେ? ଆଚ୍ଛା ମକରାନା ଆଜ୍ଞା ଆପଣ କୁଆଡେ ଯାଉଛନ୍ତି? ଇଏ ପ୍ରାତକାଳୀନ ନିତ୍ୟ କର୍ମଟା ଏ ପର୍ଯ୍ୟନ୍ତ ସାରିନାହିଁ ମାନେ ଧାରା ଯାଇନି। ପ୍ରାତକାଳୀନ ନିତ୍ୟକ୍ରମ କାଲି ପ୍ରାତକାଳେ ସମର୍ପଣ କରିବ। ପ୍ରେସର ହେଲାଣି ଆଜ୍ଞା। ସେଇଠି ଠିଆ ହୁଅନ୍ତୁ। ସେଇଠି ଠିଆ ହୁଅନ୍ତୁ। ଆଉ ପାରିବିନି ସାର୍ ଏଇଠି ଠିଆ ହୁଅନ୍ତୁ। ସାର୍ ଆପଣଙ୍କ ସହିତ ମୋର ବାହାଘର ଭୋଜିରେ ଦେଖା ହେଇଥିଲା? ନାଇଁ ତ। ହେଲେ ଭାଇନା ମତେ କାହିଁ ଏପରି ବ୍ୟବହାର କରୁଛନ୍ତି? ହଉ ତମେ ରୁହ ମୁଁ ସେ କେସଟା ବୁଝୁଛି। ସାର୍ ମୁଁ କଣ କହୁଥିଲି କି? ଓହ ତମ ପର୍ସନାଲ ପ୍ରୋବ୍ଲେମ କଥା ତ? ଆଜ୍ଞା ସାର୍ ଆଜିକାଲି ମୋ ଶ୍ୱଶୁର ବଶିଷ୍ଠ ବସନ୍ତିଆ ଏ ଫାର୍ମ ହାଉସର ଦାୟିତ୍ୱ ନେଉଛନ୍ତି।
ତାକୁ କହିବେ ସେ ଆପଣଙ୍କ କେସଟା ବୁଝିବେ। ଆପଣ ଏବେ ଆସିପାରନ୍ତି। ନମସ୍କାର। ସମ୍ଭାଳି ପାରୁନି ସାର୍। ନା ଆପଣ କୁଆଡେ ଯିବେ? ଆପଣ ସେଠି ଆଉ ପାରିବିନି ଆଜ୍ଞା। ଆଚ୍ଛା ଦିବେନ ନା ଆଜ୍ଞା ଆଜ୍ଞା। ଆପଣ ଫାର୍ମ ହାଉସ ପୋଖରୀରୁ ମାଛ ଚୋରି କରି ଖାଉଛନ୍ତି? ମୁଁ ଫାର୍ମ ହାଉସ ପୋଖରୀରୁ ମାଛ ଚୋରି ଏ କଥା ଆପଣଙ୍କୁ କହିଲା କିଏ? କିଏ କହିଛି? ମାନସ ବୈରାଗୀ ମତେ କହିନି। ସେଇ ମାନସ ବୈରାଗୀ ତ ଆପଣଙ୍କୁ କହିଛି। ଆପଣ ଫାର୍ମ ହାଉସରୁ କରମଙ୍ଗା, ଲିଚୁ, ପଣସ ଏମିତି ସବୁ କଟକର ଛତ୍ର ବଜାରରେ ବିକୁଛନ୍ତି। କୋଉ ଶଳା ହାରାମି ଚୋଠା ଏ କଥା କହିଛି ମତେ କୁହନ୍ତୁ। ହାଣିଦେବି ତାକୁ। ଏ କଥା କହିଛନ୍ତି ଏଇ ମକରାନ୍ନା। ମକରାନ୍ନା କାଲି ଯାଇଥିଲି କଟକ, ସେଠି ଭିଡ଼ ପ୍ରବଳ, ଶସ୍ତାରେ ମିଳିଲା ଏ ଘୋଡ଼ାର ପାଳ। ମୁଁ ମିଛ କହୁଛନ୍ତି ଆପଣ? ନା ନା ମୁଁ ଧର୍ମପଦ ପରୀକ୍ଷା ନୁହଁ, ମୁଁ ଶକ୍ତିପଦ ପରୀକ୍ଷା। ଧରିବି ଦେଖ କଚାଡ଼ି ଦେବି। ମକରାନ୍ନା ଏ କଥା ତମେ ନିଜେ ଯାଇକି ବାବୁଙ୍କ ଆଗରେ କହି ସେ ଭଦ୍ର ଲୋକ ମାନସ ବୈରାଗୀ ନାଁରେ କମ୍ପ୍ଲେନ କରୁଛ ମୋ ପାଖରେ। କାହିଁ ଗୋଟେ ନାଲି ଆଖିରେ କହୁଛୁ କହିଲୁ? ତ 3 ନମ୍ବର ସ୍ତ୍ରୀ ରାଣ ପକେଇ କହିଲୁ ସେ ଯୋଉ ବାଉରୀ ଟୋକା ସାଙ୍ଗରେ ନଟର ପଟର ହଉଥିଲେ ନା ତୋ ଭଉଣୀ ବା ବାଙ୍ଗାଲୋରରେ ମାଷ୍ଟର ସାଙ୍ଗରେ ପଡିଛି। ଲଜ୍ଜା ଲାଗୁନି? ତ ପ୍ରଥମ ୱାଇଫ ବା ସେ ଯୋଉ ଟ୍ରାକ୍ଟର ଡ୍ରାଇଭର ସାଙ୍ଗରେ ପଳେଇଲା, ତାର ଛାଲା ପଳେଇଲା। ଆଉ ତୋ ସେକେଣ୍ଡ ୱାଇଫ ସେ ଟେଲର ମାଷ୍ଟର ସାଙ୍ଗରେ ପଳେଇଲା। ଓହୋ କଣ ହେଇଗଲା ତୁ ରହିଥା। ଆଉ ତୋ ଥାର୍ଡ ୱାଇଫ ସେ ତମ ଛୁଆକୁ ଯିଏ ଟ୍ୟୁସନ କରୁଥିଲା ମାଷ୍ଟର ସେ ତା ସାଙ୍ଗରେ ପଳେଇଲା। ରହିଥା ଅପେକ୍ଷା କର। ଇଏ ତୋ ସ୍ତ୍ରୀ କୋଉଦିନ କାହା ସାଙ୍ଗରେ ପଳଉଛି ଅପେକ୍ଷା କର। ଏବେ ଯୋଉ ତୋ ସ୍ତ୍ରୀ ଅଛି ସେ ବା ଯିବା ହେଲାଣି। ହଉ କରୁଛୁ କାହିଁ ପାଟି କରୁଛ? କଣ ହଉଛି? ଛାଡ଼ିବି ନାଇଁ ତତେ। ମୁଁ ବି ତତେ ଛାଡ଼ିବି। ଛାଡ଼ି ଦଉଛି। ଆପଣ ଅଛନ୍ତି ବୋଲି ମୁଁ ଏଟାକୁ ଛାଡ଼ିଦେବି। ସବୁ ଆପଣ ସବୁ ବ୍ରାହ୍ମଣ, ପୁଣି ଶାସନ ବ୍ରାହ୍ମଣ, ଏମିତି ବ୍ୟବହାର କରିବାକୁ ଆପଣ ମାନଙ୍କୁ ଟିକେ ଖରାପ ଲାଗୁନି? ଆଚ୍ଛା ଯିବେନ ନା ଆପଣ କଣ କରିଛନ୍ତି କଣ ନ କରିଛନ୍ତି ମୁଁ ସେ କଥା କିଛି ବୁଝିବାକୁ ଚାହେଁ ନା। କିଏ ବୁଝିବ? ଆଜିଠାରୁ ମୋ ଶ୍ୱଶୁର ବଶିଷ୍ଠ ବସନ୍ତିଆ ଫାର୍ମ ହାଉସର ଦାୟିତ୍ୱ ନେଉଛି। ଟିକେ ଜଗି ରଖି ଚଳିବେ, ନହେଲେ ଚାକିରିଟା ଗୋଲ ହେଇଯିବ। ଭାଇନା ସମ୍ପର୍କରେ ତୁମେ ମୋ ଶଳା, ମୁଁ ତମ ଭିଣେଇ। ଲାଷ୍ଟକୁ ତମେ ଭିଣେଇ ପଛରେ ଗୋଟେ ବାଉଁଶ କିଳା ଦେଇଦେଲ। ସାଧାରଣ ଗୋଟେ ନଡିଆ ପାଇଁ ତମେ ବାଉଁଶ କିଳା ଦେଇଦେଲ। ଆଉ ଗୋଟେ କରମଙ୍ଗା ଦେଲିନି ବୋଲି ଖଟା କରିବା ପାଇଁ ତମେ ମୋ ଚାକିରି ଚଳୁ କରିବାକୁ ବସିଲ। କେତେ କଣ କରିବି ଖାଲି ନା ବାଉଁଶ କିଳା କଣ ଆହୁରି କୋଉ କିଳା ଯାଉଛି ଦେଖ। ମୁଁ ଯୋଉ ଶାଳୁଆ ବଲ୍ଲା ଦେବି ତମେ ସମ୍ଭାଳି ପାରିବ? ଦେଖିଯିବେ ତ ଶାଳୁଆ ବଲ୍ଲା ଆଗକୁ କଣ ହଉଛି। ହଉ ହଉ ଯା ଯା କରିବୁ ତମ ବଞ୍ଚିବା ମରିବା ମୁଁ ଏକାକାର କରିଦେବି। ଦେଖିବ ବନ୍ଧଉଛୁ ଗାଧେଇନୁ ହାଟରୁ ଆସିକି ଗୁଣ୍ଡିଆ ଗୁଣ୍ଡିଆ ବନ୍ଧଉଛୁ ହାଟରୁ ଆସିଛି ଗାଧେଇନୁ। ଯା ଗାଧେଇକି ଆସୁ। ବ୍ରାହ୍ମଣ ଲୋକ ଗାଧେଇନୁ କଣ ପଳେଇ ଯାଉଛି। ଗାଧେଇନୁ ନା
ଗୁଣ୍ଡି ଗନ୍ଧଉ ଗୁଣ୍ଡିଆ ଗନ୍ଧ ସେ ନନା ଦୋକାନରେ ବରା କାଢୁଥିଲୁ କେମିତି ଗନ୍ଧଉଛି ତୋର ତେଲିଆ ତେଲି ହଉ 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 ସେ ନନା ଦୋକାନରେ ବରା କାଢୁଥିଲୁ କେମିତି ଗନ୍ଧଉଛି ତୁ ମତେ କହୁଛୁ ଗୁଣ୍ଡିଆ ମୁଁ ଯାଏ ଫେରେ ତୋ ବଞ୍ଚିବା ମରିବା ମୁଁ ଏକା କାର୍ ଶାଶୁନି ବ୍ରାହ୍ମଣ ଡାଇଲଗଟା ମାରି ଦେଇଗଲା ହଉରେ ବାପା ଆମ୍ବି କିସେ କମ ଦେଇ ନମସ୍କାର ସାର୍ ମାନସ ଭାଇ ଆଜ୍ଞା ତମେ କାମରେ ଭାରି କମ୍ପ୍ଲାନ୍ ଥ୍ୟାଙ୍କ ୟୁ ସାର୍ ଭେରି ଗୁଡ୍ ଆଚ୍ଛା ମାନସ ଭାଇ ଆଜ୍ଞା ତମେ କାଳେ ତମ ସ୍ତ୍ରୀ କାଣି ଏ ପାରବାଦରେ ରହୁଛ ଆଚ୍ଛା ମାନସ ଭାଇ ଆଜ୍ଞା ମୁଁ ଆଉ ଗୋଟେ କଥା ବି ଶୁଣିଲି ତମେ କାଳେ ନୂଆ ମ୍ୟାରେଜ କରିଛ ଆଉ ଯୋଉଥିପାଇଁ ତମ ଘର ଲୋକ ଆଉ ତମ ଅଞ୍ଚଳର ଲୋକ ସହିତ ବଡ ପ୍ରୋବ୍ଲେମଟା ଆପଣ ଠିକ ଶୁଣିଛନ୍ତି ସାର୍ ମ୍ୟାରେଜ ବେଳର ସମସ୍ୟା ଏଇ ଯାଏଁ ସଲ୍ଭ ହେଇନି ମୋ ଶ୍ୱଶୁରର ଲୋକମାନେ ଆମ ମ୍ୟାରେଜକୁ ଆକ୍ସେପ୍ଟ କରୁନାହାନ୍ତି ସାର୍ ରିଲାକ୍ସ ମାନସ ଭାଇ ଆଜ୍ଞା ରିଲାକ୍ସ ଆରେ ଆଜି ଆପଣ କରୁନାହାନ୍ତି କାଲି ନିଶ୍ଚୟ କରିବେ ସାର୍ ମୁଁ କ'ଣ କହୁଥିଲି କି କହୁନା ସାର୍ ଆପଣ ଏବେ ଫାର୍ମ ହାଉସର ଦାୟିତ୍ୱ ନେଲେ କଥାଟା କେମିତି କହିବି ବୁଝିପାରୁନି ସାର୍ ମତେ ବଞ୍ଚେଇ ଦିଅନ୍ତୁ ସାର୍ ଆଚ୍ଛା ପ୍ରୋବ୍ଲେମଟା କ'ଣ କହିଲ ସାର୍ ଘରେ ମୋର ଗୋଟିଏ ବୋଲି ଭଉଣୀ ପାଖ ଗାଁରେ ଗୋଟେ ପୁଅକୁ ଭଲ ପାଉଛି ଆମ ଘର ତରଫରୁ ବାହାଘର ପ୍ରସ୍ତାବ ପଡ଼ିବା କ୍ଷଣେ ପୁଅବାଲା କହୁଛନ୍ତି 3 ଲକ୍ଷ ଟଙ୍କା ଦରକାର ସାର୍ ଯଦି 3 ଲକ୍ଷ ଟଙ୍କା ଯୋଗାଡ଼ ନ ହେଇପାରିଲା ମୋ ଭଉଣୀର ବାହାଘର ହେଇପାରିବନି ସାର୍ ଘରେ ବାପା ବୋଉ କହୁଛନ୍ତି ତୁ ଗୋଟେ ଗ୍ରାଜୁଏଟ୍ ବୋହୁ ଗୋଟେ ଗ୍ରାଜୁଏଟ୍ ସାମାନ୍ୟ 2-3 ଲକ୍ଷ ଟଙ୍କା ଯୋଗାଡ଼ କରି ଭଉଣୀର ବାହାଘର କରିପାରିବନି ସାର୍ କିନ୍ତୁ ଆପଣ କୁହନ୍ତୁ ଗ୍ରାଜୁଏଟ୍ ହେଲେ ବି ମୁଁ କିଏ ଚାକିରି କରିଛି ଦରମା ତ ସମୁଦ୍ରକୁ ସଙ୍କେ এই ପରିସ୍ଥିତିରେ ଆପଣ ଚାହିଁଲେ ମୋତେ ସାହାଯ୍ୟ କରିପାରିବେ ସାର୍ ପ୍ଲିଜ୍ ସାର୍ ଆଚ୍ଛା ମାନସ ଭାଇ ଆଜ୍ଞା ସାର୍ ତମେ ଏବେ ବାହାଘରଟାକୁ ପଚାଇ ଦଉନ ପତ୍ର ହେଲେ ମ୍ୟାରେଜ କରିବ ଆଉ ସାର୍ କ'ଣ ସେଇଟା କେବେ ସମ୍ଭବ ନୁହେଁ ସାର୍ କାହିଁକି ନା କ'ଣ ମୋ ଭଉଣୀ ଏବେ ହଁ ପିଲାର ମା ହେବା ପାଇଁ ଯାଉଛି ତମ ଭଉଣୀକି ଭଲ ପାଉଥିବା କଥାଟା ତୁ ମାନିବାକୁ ପଡ଼ିବ ଆଚ୍ଛା ବାପା ମାନସ ଏ ପରିସ୍ଥିତିରେ ତମେ ଚାହୁଁଛ ମୁଁ ତମକୁ ଟଙ୍କା 3 ଲକ୍ଷ ସାହାଯ୍ୟ କରେ ସାର୍ ମୁଁ କଥା ଦଉଛି ସାର୍ ଆପଣଙ୍କ ଟଙ୍କା ସବୁ ସୁଝିଦେବି ଆଦୌ ବେଇମାନି କରିବିନି ସାର୍ ପ୍ଲିଜ୍ ସାର୍ ମୋ କଥା ଟିକେ ବୁଝନ୍ତୁ ସାର୍ ହେଲେ ମାନସ ତମେ ତ ଜାଣିଛ ମୁଁ ନୂଆ କରିକି ବାହାଘର ଦାୟିତ୍ୱ ନେଇଛି ଆଜ୍ଞା ସାର୍ ତଥାପି ମୁଁ ଚିନ୍ତା କରି କହିବି ତମ ପାଇଁ କ'ଣ କରିପାରିବି ସାର୍ ଚିନ୍ତା କରି କ'ଣ କହିବେ ସାର୍ ପ୍ଲିଜ୍ ସାର୍ ହଁ କହିଦିଅନ୍ତୁ ସାର୍ ପ୍ଲିଜ୍ ସାର୍ ଠିକ୍ ଅଛି ମୁଁ ଚିନ୍ତା କରି କହିବି ତମକୁ କ'ଣ କହିବି ହେଲା ତମେ ଏବେ ଆସ ଥାନା ବାବୁ ଜମେଶା ଅଧିକାରୀ ଏବେ ଆସିକି ପହଞ୍ଚିବେ କାଲି ଆସିଲେ ଆଜି ବି ଆସିବେ ଏ ମାନସ ବାବୁ ଆଜ୍ଞା ଆପଣ ଏଠି ସାର୍ ଏ ମାନସ ବାବୁ ଟିକେ ଅସୁବିଧାରେ ଅଛନ୍ତି ସାର୍ ଆମର ମାନସ ବାବୁ ଅତି ଭଦ୍ର ଲୋକ ସାର୍ ଆପଣଙ୍କ କଥା ନିଶ୍ଚିନ୍ତ ବୁଝିବେ ଆଜ୍ଞା ସାର୍ ମାନସ ଆଜ୍ଞା ତମେ ଏବେ ଆସିବାର ମୁଁ ଚିନ୍ତା କରି କହିବି ତମକୁ କ'ଣ କହିବା କଥା ଠିକ୍ ଅଛି ସାର୍ ଆସୁଛି ସାର୍ ମାନସ ଟିକେ ମୋର କାଲି ହାଇଦ୍ରାବାଦରେ ଗୋଟେ ମିଟିଂ ଅଛି ତମେ ଏମ୍ଏ ଯାଇ ଗୋଟେ 5 କ୍ଲାସ୍ ଟିକେଟ୍ କରିଦେବ ହଁ ପରିହାର ନେଇଯିବ ଯାଅ ତମେ ଯାଅ ଯାଅ ମୁଁ ଚିନ୍ତା କରି କହିବି ଆଉ ସାର୍ ଆପଣ ହାଇଦ୍ରାବାଦ ଯିବେ ହଁ ଆଚ୍ଛା ଯୋଗାଯୋଗ ଆଜ୍ଞା ଏ ଜମେଶ ଅଧିକା କାଲି ବା ଆସିଥିଲେ ସାର୍ ମୁଁ ଥାନାରେ ପହଞ୍ଚୁ ସେ ଯେମିତି ମୋ ଖବରକୁ ଅପେକ୍ଷା କରି ବସିଛନ୍ତି ଆଚ୍ଛା ହଁ
କାଲି ଆସିଥିଲେ ମତେ ଲାଗୁଛି ଆମ ଫାର୍ମ ହାଉସରେ ଗୋଟେ କିଛି ଆକର୍ଷଣ ଅଛି ସେ ତାକୁ ବାଧ୍ୟ କରିଛି ବାରମ୍ବାର ଆସିଲା। ସାର୍ ସେ ଆକର୍ଷଣଟା କଣ ମୁଁ ବୁଝିପାରୁଛି। ମତେ ଲାଗୁଛି ସେ ଆକର୍ଷଣଟା ମୋ ସ୍ୱାମୀ ଆପଣଙ୍କ ଫାର୍ମ ହାଉସରେ ଚାକିରି କରୁଛନ୍ତି ବୋଲି ଆମର କଣ ମାନ ସମ୍ମାନ ବୋଲି କିଛି ନାହିଁ। ସାର୍ ସେ ସବ୍ ଇନ୍ସପେକ୍ଟର ରମେଶ ଅଧିକାରୀ କହୁଛି ଆପଣ କୁଆଡେ ମୋ ସହିତ ବାଜ୍ୟ ବ୍ୟବହାର କରିବା ପାଇଁ ତାକୁ ପରମିଶନ ଦେଇଛନ୍ତି। ହଁ ସାର୍ ମୁଁ ମାନସ ବୈରାଗୀର ମିସେସ୍ ଇତି ବୈରାଗୀ। ଆଜ୍ଞା ଆଜ୍ଞା ଏ ଝିଅ ଚାଲ ଯିବା ଚାଲ। ଆରେ ଆମକୁ କହୁଛି ଆମେ ଯାଅ। ଏ ଝିଅ ଚାଲ ଯିବା ଚାଲ। ଏ ଝିଅ ଚାଲ ଯିବା ଚାଲ। ଆରେ ତମେ ଯାଅ ଆମ ମୋ ଜାଗାରେ ଅଛି ତମେ ଯାଅ। ଏ ସାରେ ଏ ଛୁଆଟା ଏତେ ବୈରାଗୀ ଘଟଣା କଣ କହିଲ? ସାର୍ ମୁଁ ମୋ ରୁମ୍ ଭିତରେ ଥିଲି ଆପଣ ଯୋଉ ପୋଲିସ ସବ୍ ଇନ୍ସପେକ୍ଟର ରମେଶ ଅଧିକାରୀ ସହିତ ମୋର ପରିଚୟ କରିଥିଲେ ସେ ହଠାତ୍ ମୋ ରୁମ୍ ଭିତରକୁ ପଶି ମତେ ଟୋଳା ଉଟୁରା କରୁଛନ୍ତି। ଗଲା ରମେଶ ଅଧିକାରୀ ଓ ରମେଶ ଅଧିକାରୀ ଅଣିକ ନୁହେଁ ମୋ ପକ୍କା ଶିକାର। ଆଉ ମୋ ସାମ୍ନାରେ କ୍ରିମିନାଲ ପଡ଼ିଲେ ଭୟରେ ଡାକନ୍ତେ ହରି ହରି ଦେଲାରେ ଯା। ହଁ ମ୍ୟାଡାମ ତମର ସେ ରୂପ ରଙ୍ଗ ଦେଖି ମତେ ଗୋଟେ ଗୀତ ଗାଇବାକୁ ପସନ୍ଦ। ଟିକେ ଗାଇବାକୁ ଅନୁମତି ମିଳିବ? ଛାଡ଼ ଗାଇ ଦବାଟା ବେଟର। ସପନ ସହରେ ଗୋଟେ ତୋଳିଛି ଘର ମୋର ରାଇଜରେ ପ୍ରେମ ପଡ଼ି ଯାବାର ଏଇଠି ଶରଣ ବଇଛି ଭଲ। ଆଜ୍ଞା ସବ୍ ଇନ୍ସପେକ୍ଟର। ଆଜ୍ଞା ସାର୍। ତମେ ଜଣେ ପୋଲିସ ଅଫିସର ହେଇ ଆଜ୍ଞା ତମଠୁ ଗୋଟେ କର୍ତ୍ତବ୍ୟ ବ୍ୟବହାର ମାନେ ତମେ ଜାଣିବା ଦରକାର। ମାନସ ବୈରାଗୀ ଆମ କେୟାରଟେକର ତା ସ୍ତ୍ରୀ ଇତି ବୈରାଗୀର ସପୋର୍ଟ ନେବା ଆମର ଗୋଟେ ନୈତିକ କର୍ତ୍ତବ୍ୟ। ତାପରେ ତମେ ଜାଣିଶୁଣି ଏମିତି ବ୍ୟବହାର କରୁଛ। ଆପଣ ଏଇଟାକୁ ଜମା ବି ଛାଡ଼ନ୍ତୁନି ଏଇଠି ଅଟକେଇ ରଖନ୍ତୁ। ଦରକାର ପଡ଼ିଲେ ମୁଁ ଏସ୍ପିଙ୍କ ପାଖକୁ ଯିବି ଡିଏସ୍ପିଙ୍କ ପାଖକୁ ଯିବି ଆଉ ଆବଶ୍ୟକ ପଡ଼େ ତାହେଲେ ମୁଁ ଆଇଜିଙ୍କ ପାଖକୁ ବି ଯିବି। ଯୋଉ ପର୍ଯ୍ୟନ୍ତ ଏଇଟାକୁ ସସ୍ପେଣ୍ଡ ନ କରାଇଛି ସେଇ ପର୍ଯ୍ୟନ୍ତ ମୁଁ ଚୁପ୍ ହେଇ ବସିବିନି। କେବେ ବସିବିନି ମୁଁ ବୁଝିଲ ନା? ଯଦି ସେ ଏମିତି କିଛି ଷ୍ଟେପ୍ ନା ନିଏ ତମ ଜାଗାଟା କଣ ତମ ବୁଝିପାରୁଛ? ହେଲେ ସାର୍ ଆପଣ ତ ମତେ କହିଥିଲେ। ତମକୁ କଣ କହିଥିଲି? ତମକୁ କହିଥିଲି ତମକୁ ଯଦି କହିଥିଲି ତମେ ତାକୁ ପଟେଇ ବାଟେଇ କରିବା କଥା ନା। ଆଉ ତମେ ଏମିତି ଟଣା ଅଟରା କରିବାଟା ହେଇଗଲା। ଆପଣ ଏ କଣ କରୁଛନ୍ତି? ଆଲୋ ଏତେବେଳେ ଯାଇ କଣ ଜାଣିପାରୁନଥିଲୁ? ସବ୍ ଇନ୍ସପେକ୍ଟର ରମେଶ ଅଧିକାରୀ ଆଉ ବଶିଷ୍ଠ ବସନ୍ତିଆ ଗୋଟିଏ ଭାଡ଼ିର ଦୁଇଟି ପାରା। ତାମାନେ ଆପଣ ଦି ଜଣ ଜାଣିଶୁଣି
ଭଲ ଲାଗେ ଭଲ ଲାଗେ ନାଇଁ ସାର୍ ଟିକେ ବାଘ ବଜାଇ ଖେଳ ଖେଳିବା ବାଘ ଶିକାର କରିଗଲା ବେଳେ ଦେଖିଛ ବାଘ ଶିକାର କରିବା ପୂର୍ବରୁ ଶିକାରକୁ ପ୍ରଥମେ ଖେଳାଏ ଆଉ ଖେଳି ଖେଳି ଶିକାର ଯେତେବେଳେ ହାଲିଆ ହେଇଯାଏ ବାଘ ସେତେବେଳେ ଝାମ୍ପ ବାଘ ଝାମ୍ପ ଦେଖେଇବ ମାନସକୁ ଯେତେ ଡାକିଲେ ଆସିବନି तो स्वामी मानस बजाई को हमें प्लान करी बहुत दूर को पठाई दे एबे तो सहित फिस्ट हब पूरा रिदम रे चैतन भाई फिस्ट चुका एबे आम फिस्ट शेष जय जगन्नाथ।